Hello everyone, welcome back to our new video. ପିଲାମାନେ ବହୁତ ଦିନ ପରେ ମୁଁ ତମମାନଙ୍କ ପାଖରେ ଆଜି ଭିଡ଼ିଓ ସହିତ ଦେଖ ବହୁତ ଦିନ ହେଲା ଭିଡ଼ିଓ ଆସୁନଥିଲା। ପିଲା ପଚାରୁଥିଲେ ଭାଇ ଆପଣଙ୍କ ଚ୍ୟାନେଲ୍ କ'ଣ ବନ୍ଦ ହେଇଗଲା କି? ଆପଣ ଅଛନ୍ତି ଚ୍ୟାନେଲ୍ କେମିତି ବନ୍ଦ ହେବ? ଆପଣ ଯେଉଁଦିନ ମୋତେ ଛାଡ଼ିକି ମୋତେ ସପୋର୍ଟ କରିବା ବନ୍ଦ କରିଦେବେ ସେଇଦିନ ଚ୍ୟାନେଲ୍ ବନ୍ଦ ହେବ। ଆପଣ ଯେଉଁ ପର୍ଯ୍ୟନ୍ତ ଅଛନ୍ତି କେତେ ବଡ଼ ମାନେ ଝଡ଼ ଆସିଲେ ବି ଚ୍ୟାନେଲ୍ ବନ୍ଦ ହେବାର ଆଶଙ୍କା ନାହିଁ। ତେଣୁ ସେ ଉପରେ ଚିନ୍ତା କରିବାର ନାହିଁ କେହି ବି। ତ ବାକି ରହିଲା ଆଜି କେଉଁ ଉପରେ ଡିସ୍କସନ୍ କରିବା। ଦେଖନ୍ତୁ ଯେଉଁମାନେ ଦେଖିକି ଜାଣିପାରିଥିବେ ଆଜି ଗୋଟେ ବହୁତ ବଢ଼ିଆ ନ୍ୟାସନାଲ୍ ସ୍କଲାରସିପ୍ ଉପରେ ଆମେ କଥା ହେବା। ମୋର ବହୁତ ଦିନରୁ ଇଚ୍ଛା ଥିଲା କି ତୁମମାନଙ୍କୁ ନ୍ୟାସନାଲ୍ ସ୍କଲାରସିପ୍ ଉପରେ ଟିକେ କହିବି, କିନ୍ତୁ ସମୟ ପାଉନଥିଲି। ଆଜି ସମୟ ପାଇଛି, କଥାଟି ହେବା। ନ୍ୟାସନାଲ୍ ସ୍କଲାରସିପ୍ ଏଥର କ'ଣ ଚେଞ୍ଜ ହେଇଛି ପୁରା ମୁଁ ପ୍ରୁଫ୍ ସହିତ ସାଇଟ୍ ଓପେନ୍ କରିଛି। ଦେଖନ୍ତୁ ଡେସ୍କଟପ୍ରୁ ମୁଁ ଆପଣଙ୍କୁ ପୁରା ଓପେନ୍ କରିକି ଦେଖେଇଛି ଆଜି। ତ ଦେଖନ୍ତୁ ଏଇଟା ହେଉଛି ସାଇଟ୍, ତା'ର ଅରିଜିନାଲ୍ ସାଇଟ୍। ଠିକ୍ ଅଛି, ଏଠି ଆପଣ ସବୁ ପାଇଯାଇପାରିବେ। ଏ ସାଇଟ୍ଟା କୋଉଠି ପାଇବେ ମୁଁ କହୁଛି, ସେ କଥା କହିବି, ସବୁ କହିବି ହେଲା। ଟିକେ ହେଉଛି ଲାଷ୍ଟ। ତ ପିଲାମାନେ ଆମେ ଆଜି କଥା ହେବା କି ନ୍ୟାସନାଲ୍ ସ୍କଲାରସିପ୍ ଏ ବର୍ଷ କେମିତି କରିବା, କେବେ କରାହେବ, ଆଉ ଆପ୍ଲାଏ କ'ଣ ସବୁ କହିବି। ତ ଚାଲ। ତ ଦେଖ ନ୍ୟାସନାଲ୍ ସ୍କଲାରସିପ୍ 25 ଜୁଲାଇରୁ ବାହାରି ପଡ଼ିଲାଣି, ମାନେ ଆପ୍ଲାଏ ଷ୍ଟାର୍ଟ ହେଇଗଲାଣି। ତୁମମାନେ ଚାହିଁଲେ ନିଜେ ମୋବାଇଲ୍ ଲ୍ୟାପଟପ୍ରେ ଆପ୍ଲାଏ କରିବ, ନହେଲେ ସାଇବର କ୍ୟାଫ୍ ଯାଇକି ଆପ୍ଲାଏ କରିବ। ତାପରେ ଅଛି ଆପ୍ଲାଏ କଲା ପରେ ଏଥର ଚେଞ୍ଜ ହେଇଛି, ବେସିକ୍ ଏଥର ଚେଞ୍ଜ କରାହେଇଛି। OTR ୱାନ୍ ଟାଇମ୍ ରେଜିଷ୍ଟ୍ରେସନ୍ ଫର୍ ଷ୍ଟୁଡ଼େଣ୍ଟ। ଏଥର ନ୍ୟାସନାଲ୍ ଆପ୍ଲାଏ କରିବା ପାଇଁ ଆପଣ ଖାଲି OTR ଜରୁରୀ। ଠିକ୍ ଅଛି, ତେଣୁ ଯାହାର ଦେଖନ୍ତୁ ସେ ନୋଟିସ୍ ବି ମେନସନ୍ କରାଯାଇଛି କି ଯେଉଁମାନଙ୍କର OTR ନଥିବ ସେମାନେ ଏଥର ଆପ୍ଲାଏ କରିପାରିବେ ନାହିଁ। ଏବଂ ଯେଉଁମାନଙ୍କର ଆଧାର କାର୍ଡ଼ ବ୍ୟାଙ୍କ ସହିତ ସିଡେନ୍, ଆରଥର ବହୁତ ପିଲାଙ୍କର ଏ ଅସୁବିଧା ହେଇଥିଲା। ସିଡେନ୍ ଆଧାର କାର୍ଡ଼ ସହିତ ସିଡେନ୍ ଆଗରୁ ଯାଇ କରାନ୍ତୁ। କେଉଁ ବ୍ୟାଙ୍କ ମାନେ ସାଙ୍ଗେ ସାଙ୍ଗେ କରିଦିଅନ୍ତି, କେଉଁମାନେ 24 ଘଣ୍ଟା ସମୟ ନିଅନ୍ତି, ଆଉ କେଉଁ ବ୍ୟାଙ୍କ ବାଲା 7 ଦିନର ବି ସମୟ ନିଅନ୍ତି। ତ ଆପଣ ଯାଇକି ଯେତେ ଶୀଘ୍ର ପାରିବେ କରିଦେଲେ ଭଲ ସିଡେନ୍ଟା। ଆଉ ବ୍ୟାଙ୍କର ସିଡେନ୍ ହେଇଗଲା ମାନେ ସ୍କଲାରସିପ୍ ହେଇଯିବାଟା ପକ୍କା। ତ ଏଥର ମେନ୍ଲି ହେଉଛି OTR ଆଉ ସିଡେନ୍, ଆଧାର ସହିତ ବ୍ୟାଙ୍କ ସିଡେନ୍ ଆଉ ଡକୁମେଣ୍ଟ ପୁରା ରିକ୍ୱାରମେଣ୍ଟ ଠିକ୍ ଠାକ୍, ପୁରା ସେମାନେ ଯାହା ଡକୁମେଣ୍ଟ କରିଛନ୍ତି ପୁରା ଠିକ୍ ଠାକ୍ ଥିବାକୁ ପଡ଼ିବ। ଦେଖ ନୋଟିସ୍ ବି ହେଇଛି। ଆଧାର କାର୍ଡ଼ ଇନକମ୍ ମଷ୍ଟ ହ୍ୟାଭ୍ ଇନକମ୍ ସାର୍ଟିଫିକେଟ୍ ଏଇ ବର୍ଷର ହେଇଥିବା ଦରକାର, ମାନେ 2022 ଟୁ 2024 ଟୁ 2025 ପର୍ଯ୍ୟନ୍ତ ହେଇଥିବା ଦରକାର। ରେସିଡେଣ୍ଟ ସାର୍ଟିଫିକେଟ୍ ଏଇଟା କେତେ ଅଗଷ୍ଟ 2019 ପରଠାରୁ ହେଇଥିବା ଦରକାର। ଠିକ୍ ଅଛି, ଆଉ ନିଜର ଏରିଆର ତହସିଲ ତାକୁ ମଞ୍ଜୁର କରିଥିବା ଦରକାର। ଦେଖ ଗୋଟେ ଦେଖେଇ ଦେଉଛି, ପୁରା ତାକୁ ନିଜ ତହସିଲ ପୁରା ମଞ୍ଜୁର କରିଥିବା ଦରକାର। ଇନକମ୍ଟି ଆପଣଙ୍କର 2 ଲକ୍ଷରୁ ଏଭବ୍ ହେଇନଥିବା ଦରକାର। ଆଉ ନ୍ୟାସନାଲ୍ ସ୍କଲାରସିପ୍ରେ ଏ ବର୍ଷ ଏତିକି ପରିବର୍ତ୍ତନ ହେଇଛି। ଆଉ ସାଇଟ୍ ତ ପୁରା ପରିବର୍ତ୍ତନ କରାଯାଇଛି। ଆଉ ଗୋଟେ କଥା, କେତେ ପ୍ରକାର ସ୍କଲାରସିପ୍ ନା 150 ପ୍ରକାର ସ୍କଲାରସିପ୍ ନ୍ୟାସନାଲ୍ ସ୍କଲାରସିପ୍ ଅଣ୍ଡରରେ ଆସୁଛନ୍ତି। ସେମାନଙ୍କ ଭିତରୁ ଯେଉଁଟା ଯିଏ ଇଲିଜିବଲ୍ ସେଇଟା ଗୁଡ଼ା ଆପ୍ଲାଏ କରନ୍ତି ହେଲା। ଠିକ୍ ଅଛି, ଯିଏ ଯେଉଁଥିପାଇଁ ଇଲିଜିବଲ୍ ସେଥିପାଇଁ ସେମାନେ ଆପ୍ଲାଏ କରନ୍ତି। ସମସ୍ତେ ସବୁ ସ୍କଲାରସିପ୍ କରିପାରିବେ ନାହିଁ। ଯେମିତିକି ଏଇଟା ଅଛି ଦେଖନ୍ତୁ, ପ୍ରି ମ୍ୟାଟ୍ରିକ୍, ପୋଷ୍ଟ ମ୍ୟାଟ୍ରିକ୍, ଡିସାବିଲିଟି, ତାପରେ ଅଛି ଅଦର ହାୟର, ଏଇଭଳି ବହୁତ କୋର୍ସ ଅଛି। ଯେଉଁଟା ଯାହା ପାଇଁ ଆଭେଲେବଲ୍ ସେମାନେ ହିଁ ଆପ୍ଲାଏ କରିବେ। ଅଦର ପିଲା ଆପ୍ଲାଏ ସେ ଜିନିଷ କରିପାରିବେ ନାହିଁ। ତେଣୁ ଇଏ ହେଉଛି କଥା। ତ ବାକି ରହିଲା ସ୍କଲାରସିପ୍
OTR केमती कर कहीदेवी केमती कौन कर ये OTR निजे ही कर कले ही सुविधा तुमको केमती सर्ट माने पूरा सुविधा कर से जिन कहि नेशनल वर्ष ए पैसा आसला जो मैंने और वर्ष अप्लाई कर देख लिखाई नेशनल स्कॉलरशिप स्टूडेंट अप्लाई करने कौन सी स्टडी करुवा दरकार स्टडी कंटिन्यू चली दरकार एवं अप्लाई करने से कॉलेज राजी हवा दरकार से कॉलेज रो सिग्नेचर आने दरकार ये बहुत नियम अच्छी लास्ट डेट देखा अच्छी लास्ट डेट तार अक्टोबर 31 देख लास्ट डेट अप्लाई फॉर स्टूडेंट फॉर NSP लास्ट अक्टोबर 2024 केतटा गुच्छब तुम अक्टोबर आगु कर दियो भल है कहीं साइड जाम रोचे हाँ लिखा भी जाइए our website has been submitted student below probability bona fide other details स्टूडेंट मैंने सबमिट कला केयरफुली सबमिट करेंगे केतले साइड मध्य जाम होता लक्ष्य रखिकी आपने साइट को विजिट करेंगे ना अधार जब पेंडिंग रहीगला हैरान हम तो समस्ते सरिया डेट पूर्व अप्लाई करदे आपको सुविधा हम तो ठीक अच्छे लास्ट अक्टोबर अप्लाई स्टार्ट हो सारा ये कि अपडेट रोचे नमस्कार।